ଦେଖନ୍ତୁ ଗଲା 16 ତାରିଖରେ ଆମର ଟାଉନ ଥାନାରେ ଗୋଟେ ରେଡ୍ ହେଇଥିଲା ରାତିରେ। ସେ ରେଡ୍ରେ ଗୋଟେ ଝାଡେଶ୍ୱର ଏରିଆରେ ଗୋଟେ ଜୁଆ ଚାଲୁଛି ବୋଲିକି ତାର ଗୋଟେ ରେଡ୍ କରାହେଇଥିଲା। ରେଡ୍ରେ ଆମେ ସେଦିନ ଆମେ ରେଡ୍ ସମୟରେ ପୋଲିସକୁ ମଧ୍ୟ ଆଟାକ୍ କରିଥିଲେ। ସେ ଯୋଉ ଜୁଆ ଖେଳୁଥିଲେ ସେଠି ଆଉ ଜୁଆ ଯୋଉମାନେ ଖେଳୁଥିଲେ ପୋଲିସକୁ ଆଟାକ୍ କରି ଖସି ଯାଇଥିଲେ ଏବଂ ସେମାନଙ୍କ ଭିତରୁ କିଛି ଜଣଙ୍କୁ ଆମେ ଗିରଫ କରିଥିଲୁ। ସେଇଦିନ ଆମେ ସେମାନଙ୍କୁ ଗିରଫ କରି ମଧ୍ୟ ଫରୱାର୍ଡ କରିଥିଲୁ, ଅନରେବୁଲ କୋର୍ଟକୁ ଫରୱାର୍ଡ କରିଥିଲୁ। ସେ କେସର ତଦନ୍ତ ଚାଲୁ ରହିଥିଲା। ଗଲାକାଲି ମଧ୍ୟ ସେ କେସରେ ଆମେ ଆଉ 2 ଜଣଙ୍କୁ ଫରୱାର୍ଡ କରିଥିଲୁ। ଆମେ ଏଇ କେସର ଇନଭେଷ୍ଟିଗେସନ ବେଳେ ଜାଣିବାକୁ ପାଇଲୁ ଯେ ଆଜି ଯୋଉ ଗୋବିନ୍ଦ ସିଂଘାନିଆ ଓରଫ ଅଗ୍ରୱାଲକୁ ଆମେ ଫରୱାର୍ଡ କରିଛୁ, ଜାଣିବାକୁ ପାଇଲୁ ତାଙ୍କର ମଧ୍ୟ ଏଥିରେ ସମ୍ପୃକ୍ତି ରହିଛି ଆଉ ତାଙ୍କର ନିର୍ଦ୍ଦେଶରେ ଏଇ ଜୁଆ ଖେଳ ଚାଲିଥିଲା। ଏଇ ଖବର ପାଇ ଏଇ ପ୍ରମାଣ ମିଳିବା ପରେ ଆମେ ତାଙ୍କୁ କାଲି ଗିରଫ କରିଛୁ ଏବଂ ଆଜି ତାଙ୍କୁ କୋର୍ଟକୁ ଫରୱାର୍ଡ କରିଛୁ। କୋର୍ଟକୁ ଗିରଫ କରିଛୁ ଆମେ ତାଙ୍କୁ ଆମେ ଆଣିଥିଲୁ ଛତିଶଗଡ଼ ଏରିଆରୁ ଆଣିଥିଲୁ। ଆଣିଲା ପରେ ତାଙ୍କୁ ଏଠି ଇଣ୍ଟରୋଗେସନ କରାଯାଇଥିଲା। ଇଣ୍ଟରୋଗେସନ କରାଗଲା ପରେ ତାଙ୍କର ସମ୍ପତ୍ତି ତାଙ୍କୁ ଆଜି ଆମେ କୋର୍ଟକୁ ଫରୱାର୍ଡ କରିଛୁ। ଦେଖନ୍ତୁ ଯୋଉ ତାଙ୍କର ଯୋଉ ସମ୍ପୃକ୍ତି ମିଳିଛି, ଯେତିକି ପ୍ରମାଣ ଆମକୁ ମିଳିଛି ଆମେ ସେ ଅନୁସାରେ ତାଙ୍କୁ ଆଜି ଫରୱାର୍ଡ କରିଛୁ ଆଉ ବାକି ଯାହା ଅଛି ତାହା ଆମେ ଇନଭେଷ୍ଟିଗେସନ କରୁଛୁ। ତାର ଡିଟେଲ ଆସିଲା ପରେ ଆମେ ଆପଣଙ୍କୁ ଜଣେଇବୁ।